ଓମ୍ ଶାନ୍ତି। 1 ସେପ୍ଟେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ତୁମମାନଙ୍କୁ ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ଉତ୍ତମରୁ ଉତ୍ତମ ପୁରୁଷ ହେବାକୁ ପଡ଼ିବ। ସମସ୍ତଙ୍କଠାରୁ ଉତ୍ତମ ପୁରୁଷ ହେଉଛନ୍ତି ଏହି ଲକ୍ଷ୍ମୀ ନାରାୟଣ। ତୁମମାନଙ୍କୁ ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ଉତ୍ତମରୁ ଉତ୍ତମ ପୁରୁଷ ହେବାକୁ ପଡ଼ିବ। ସମସ୍ତଙ୍କଠାରୁ ଉତ୍ତମ ପୁରୁଷ ହେଉଛନ୍ତି ଏହି ଲକ୍ଷ୍ମୀ ନାରାୟଣ। ଆଜିର ପ୍ରଶ୍ନ, ତୁମେ ସନ୍ତାନମାନେ ବାବାଙ୍କ ସହିତ କେଉଁ ଏକ ଗୁପ୍ତ କାର୍ଯ୍ୟ କରୁଛ? ତୁମେ ସନ୍ତାନମାନେ ବାବାଙ୍କ ସହିତ କେଉଁ ଏକ ଗୁପ୍ତ କାର୍ଯ୍ୟ କରୁଛ? ଉତ୍ତର, ଆଦି ସନାତନ ଦେବୀ ଦେବତା ଧର୍ମ ଏବଂ ଦୈବୀ ରାଜଧାନୀର ସ୍ଥାପନାର କାର୍ଯ୍ୟ ତୁମେମାନେ ବାବାଙ୍କ ସହିତ ଗୁପ୍ତ ରୀତିରେ କରୁଛ। ବଗିଚାର ମାଲିକ ବାବା ଆସି କଣ୍ଟାର ଜଙ୍ଗଲକୁ ଫୁଲର ବଗିଚା କରୁଛନ୍ତି। ସେହି ବଗିଚାରେ କୌଣସି ପ୍ରକାରର ଭୟାନକ ଜୀବଜନ୍ତୁ ବା ଦୁଃଖଦାୟୀ ଜିନିଷ ରହିବ ନାହିଁ। ଗୀତ ଆଖିରି ଓହ ଦିନ ଆୟା ଆଜ। ଓମ୍ ଶାନ୍ତି। ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି। ନିଶ୍ଚୟ ଶରୀର ଦ୍ୱାରା ତ ବୁଝାଇବେ ନା। ଆତ୍ମା ଶରୀର ବିନା କୌଣସି କାର୍ଯ୍ୟ କରିପାରିବ ନାହିଁ। ଆତ୍ମିକ ବାବାଙ୍କୁ ମଧ୍ୟ ଥରେ ମାତ୍ର ପୁରୁଷୋତ୍ତମ ସଙ୍ଗମ ଯୁଗରେ ଶରୀରର ଆଧାର ନେବାକୁ ପଡ଼ିଥାଏ। ଏହି ସଙ୍ଗମ ଯୁଗକୁ ପୁରୁଷୋତ୍ତମ ଯୁଗ ମଧ୍ୟ କୁହାଯିବ। କାହିଁକି ନା ଏହି ସଙ୍ଗମ ଯୁଗ ପରେ ପୁଣି ସତ୍ୟ ଯୁଗ ଆସିଥାଏ। ସତ୍ୟ ଯୁଗକୁ ମଧ୍ୟ ପୁରୁଷୋତ୍ତମ ଯୁଗ କୁହାଯିବ। ବାବା ଆସି ପୁରୁଷୋତ୍ତମ ଯୁଗର ସ୍ଥାପନା କରୁଛନ୍ତି। ସଙ୍ଗମ ଯୁଗରେ ବାବା ଆସୁଥିବାରୁ ଏହା ମଧ୍ୟ ପୁରୁଷୋତ୍ତମ ଯୁଗ ହେଲା ନା। ଏହିଠାରେ ହିଁ ପିଲାମାନଙ୍କୁ ପୁରୁଷୋତ୍ତମ କରାଉଛନ୍ତି। ପୁଣି ତୁମେ ପୁରୁଷୋତ୍ତମ ନୂଆ ଦୁନିଆରେ ରହିବ। ପୁରୁଷୋତ୍ତମ ଅର୍ଥାତ ଉତ୍ତମରୁ ଉତ୍ତମ ପୁରୁଷ। ଏହି ରାଧାକୃଷ୍ଣ ଅଥବା ଲକ୍ଷ୍ମୀ ନାରାୟଣ ଅଟନ୍ତି। ଏହି ଜ୍ଞାନ ମଧ୍ୟ ତୁମ ପାଖରେ ଅଛି। ଅନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ମାନିବେ ଯେ ବାସ୍ତବରେ ଲକ୍ଷ୍ମୀ ନାରାୟଣ ସ୍ୱର୍ଗର ମାଲିକ ଥିଲେ। ଭାରତର କେତେ ଶ୍ରେଷ୍ଠ ମହିମା ରହିଛି, କିନ୍ତୁ ଭାରତବାସୀ ନିଜେ ହିଁ ଜାଣିନାହାନ୍ତି। କହୁଛନ୍ତି ମଧ୍ୟ ଅମୁକ ସ୍ୱର୍ଗବାସୀ ହେଲା, କିନ୍ତୁ ସ୍ୱର୍ଗ କି ପ୍ରକାର ଜିନିଷ ଏକଥା କେହି ବୁଝିନାହାନ୍ତି। ନିଜେ ହିଁ ସିଦ୍ଧ କରୁଛନ୍ତି ଯେ ସ୍ୱର୍ଗକୁ ଗଲା, ଏହାର ଅର୍ଥ ନରକରେ ଥିଲା। ସ୍ୱର୍ଗ ତ ସେତେବେଳେ ହେବ ଯେତେବେଳେ ବାବା ସ୍ଥାପନ କରିବେ। ସ୍ୱର୍ଗ ତ ନୂଆ ଦୁନିଆକୁ ହିଁ କୁହାଯାଉଛି। ଦୁଇଟି ଜିନିଷ ଅଟେ ନା, ସ୍ୱର୍ଗ ଏବଂ ନର୍କ। ମନୁଷ୍ୟ ତ ସ୍ୱର୍ଗକୁ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି। ତୁମେ ସନ୍ତାନମାନେ ବୁଝୁଛ, ଏହି ଦୁନିଆ କାଲି ସ୍ୱର୍ଗ ଥିଲା, ଏମାନଙ୍କର ରାଜତ୍ୱ ଥିଲା। ପୁଣି ବାବାଙ୍କ ଠାରୁ ସମ୍ପତ୍ତି ନେଉଛ। ବାବା କହୁଛନ୍ତି, ମଧୁର ଗେହ୍ଲା ସନ୍ତାନମାନେ, ତୁମର ଆତ୍ମା ପତିତ ହୋଇଯାଇଥିବାରୁ ନର୍କରେ ହିଁ ଅଛି। କହୁଛନ୍ତି ମଧ୍ୟ, ଏବେ କଳିଯୁଗ ଶେଷ ହେବା ପାଇଁ 40,000 ବର୍ଷ ବାକି ଅଛି। ତେବେ ନିଶ୍ଚୟ କଳିଯୁଗବାସୀ କୁହାଯିବ ନା। ପୁରୁଣା ଦୁନିଆ ତ ଅଟେ ନା। ମନୁଷ୍ୟ ବିଚରା ଘୋର ଅନ୍ଧକାରରେ ଅଛନ୍ତି। ଶେଷ ସମୟରେ ଯେତେବେଳେ ନିଆଁ ଲାଗିବ, ସେତେବେଳେ ଏମାନେ ସବୁ ବିନାଶ ହୋଇଯିବେ। ପୁରୁଷାର୍ଥର କ୍ରମ ଅନୁସାରେ ତୁମମାନଙ୍କର ପ୍ରୀତିବୁଦ୍ଧି ହୋଇଛି। ଯେତେ ପ୍ରୀତିବୁଦ୍ଧି ଥିବ, ସେତେ ଉଚ୍ଚପଦ ପାଇବ। ସକାଳୁ ଉଠି ବହୁତ ସ୍ନେହର ସହିତ ବାବାଙ୍କୁ ମନେ ପକାଇବା ଉଚିତ। ପ୍ରେମର ଅଶ୍ରୁ ପଛେ ଆସୁ, କାହିଁକି ନା ବହୁତ ସମୟ ପରେ ବାବା ଆସି ମିଶୁଛନ୍ତି। ବାବା ଆପଣ ଆସି ଆମକୁ ଦୁଃଖରୁ ମୁକ୍ତ କରୁଛନ୍ତି। ଆମେ ବିଷୟ ସାଗରରେ ବୁଡ଼ି କେତେ ଦୁଃଖୀ ହୋଇ ଆସିଛୁ। ବର୍ତ୍ତମାନ ଏହା ହେଉଛି ରୌରବ ନର୍କ। ଏବେ ବାବା ସାରା ଚକ୍ରର ରହସ୍ୟ ବୁଝାଉଛନ୍ତି। ମୂଳବତନ କ'ଣ, ଏକଥା ମଧ୍ୟ ଆସି ବୁଝାଉଛନ୍ତି। ଆଗରୁ ତୁମେ ଜାଣିନଥିଲ। ଏହାକୁ କଣ୍ଟାର ଜଙ୍ଗଲ କୁହାଯାଏ। ସ୍ୱର୍ଗକୁ ଈଶ୍ୱରଙ୍କର ବଗିଚା ଅଥବା ଫୁଲର ବଗିଚା କୁହାଯାଉଛି।
ବାବାଙ୍କୁ ବଗିଚାର ମାଲିକ ମଧ୍ୟ କୁହାଯାଉଛି ନା? ତୁମକୁ ଫୁଲରୁ ପୁଣି କଣ୍ଟା କିଏ କରୁଛି? ରାବଣ, ତୁମେମାନେ ଜାଣିଛ ଭାରତ ଫୁଲର ବଗିଚା ଥିଲା, ଏବେ ଜଙ୍ଗଲ ହୋଇଯାଇଛି। ଜଙ୍ଗଲରେ ଜୀବଜନ୍ତୁ ବିଛା ଆଦି ରହିଥାନ୍ତି। ସତ୍ୟ ଯୁଗରେ କୌଣସି ଭୟଙ୍କର ଜୀବଜନ୍ତୁ ଆଦି ରହିବେ ନାହିଁ। ଶାସ୍ତ୍ରରେ ତ ବହୁତ କଥା ଲେଖିଦେଇଛନ୍ତି। ଶ୍ରୀକୃଷ୍ଣଙ୍କୁ ସର୍ପ ଦଂଶନ କଲା ଇତ୍ୟାଦି ଇତ୍ୟାଦି। ଶ୍ରୀକୃଷ୍ଣଙ୍କୁ ପୁଣି ଦ୍ୱାପରକୁ ନେଇଯାଇଛନ୍ତି। ବାବା ବୁଝାଇଛନ୍ତି, ଭକ୍ତି ପୁରା ଅଲଗା ଜିନିଷ ଅଟେ। ଜ୍ଞାନର ସାଗର ଏକେ ବାବା ହିଁ ଅଟନ୍ତି। ଏପରି ନୁହେଁ କି ବ୍ରହ୍ମା ବିଷ୍ଣୁ ଶଙ୍କର ଜ୍ଞାନର ସାଗର ଅଟନ୍ତି। ନା, ପତିତ ପାବନ କେବଳ ହିଁ ଜ୍ଞାନର ସାଗର ଶିବ ବାବାଙ୍କୁ କୁହାଯିବ। ଜ୍ଞାନ ଦ୍ୱାରା ହିଁ ମନୁଷ୍ୟଙ୍କର ସଦ୍ଗତି ହୋଇଥାଏ। ସଦ୍ଗତିର ସ୍ଥାନ ହେଲା ଦୁଇଟି, ମୁକ୍ତିଧାମ ଏବଂ ଜୀବନ ମୁକ୍ତିଧାମ। ଏବେ ତୁମେମାନେ ଜାଣିଛ ରାଜଧାନୀ ସ୍ଥାପନ ହେଉଛି, କିନ୍ତୁ ଗୁପ୍ତ ଭାବରେ। ବାବା ହିଁ ଆସି ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନା କରୁଛନ୍ତି। ତେଣୁ ପ୍ରତ୍ୟେକ ଆତ୍ମା ନିଜ ନିଜର ମନୁଷ୍ୟ ଶରୀରରେ ଆସୁଛନ୍ତି। ବାବାଙ୍କର ନିଜର ତ ଶରୀର ନାହିଁ, ସେଥିପାଇଁ ଏହାକୁ ନିରାକାର ଈଶ୍ୱର ପିତା ବୋଲି କୁହାଯାଉଛି। ବାକି ସବୁ ସାକାରୀ ଅଟନ୍ତି। ତାଙ୍କୁ କୁହାଯାଉଛି ଇନକାର୍ପୋରିଅଲ ଗଡ୍ ଫାଦର, ଅର୍ଥାତ୍ ନିରାକାର ଈଶ୍ୱର ପିତା, ନିରାକାର ଆତ୍ମାମାନଙ୍କର ପିତା। ତୁମେ ଆତ୍ମାମାନେ ମଧ୍ୟ ସେଠାକାର ନିବାସୀ ଅଟ। ବାବା ମଧ୍ୟ ସେଠାରେ ରହିଥାନ୍ତି, କିନ୍ତୁ ଗୁପ୍ତ ଅଟନ୍ତି। ବାବା ହିଁ ଆସି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। ମୂଳ ବତନରେ କୌଣସି ଦୁଃଖ ନାହିଁ। ବାବା କହୁଛନ୍ତି ତୁମର ଗୋଟିଏ କଥାରେ ହିଁ କଲ୍ୟାଣ ରହିଛି। ବାବାଙ୍କୁ ୟାଦ କର, ମନ୍ମନା ଭବ, ବାସ୍। ବାବାଙ୍କର ସନ୍ତାନ ହେଲ, ଅର୍ଥାତ୍ ସମ୍ପତ୍ତିର ମାଲିକ ହେଲ। ଏହା ତ ବୁଝା ପଡ଼ୁଛି। ଅଲଫ ଅର୍ଥାତ୍ ଆଲ୍ଲାଙ୍କୁ ମନେ ପକାଇଲେ ସତ୍ୟଯୁଗୀ ନୂଆ ଦୁନିଆର ସମ୍ପତ୍ତି ମିଳିବ। ଏହି ପତିତ ଦୁନିଆର ବିନାଶ ମଧ୍ୟ ନିଶ୍ଚୟ ହେବ। ଅମରପୁରୀକୁ ଯିବାକୁ ହିଁ ହେବ। ଅମରନାଥ ତୁମ ପାର୍ବତୀମାନଙ୍କୁ ଅମର କଥା ଶୁଣାଉଛନ୍ତି। ବିଭିନ୍ନ ତୀର୍ଥସ୍ଥାନକୁ କେତେ ମଣିଷ ଯାଇଥାନ୍ତି। ଅମରନାଥକୁ ମଧ୍ୟ କେତେ ମନୁଷ୍ୟମାନେ ଯାଉଛନ୍ତି। ସେଠାରେ ତ କିଛି ବି ନାହିଁ, ସବୁ ହେଲା ଠକାମି। ଟିକିଏ ହେଲେ ସତ୍ୟ ନାହିଁ। ଗାୟନ ମଧ୍ୟ ରହିଛି ମିଛ ମାୟା ମିଛ କାୟା। ଏହାର ମଧ୍ୟ ଅର୍ଥ ବାହାର କରିବା ଉଚିତ। ଏଠାରେ ସବୁ ମିଛ ଅଟେ। ଏହା ମଧ୍ୟ ଜ୍ଞାନର କଥା ଅଟେ। ଏପରି ନୁହେଁ ଯେ ଗ୍ଲାସକୁ ଗ୍ଲାସ କହିବା ମିଛ। ବାକି ବାବାଙ୍କ ବିଷୟରେ ଯାହା କିଛି କହୁଛନ୍ତି ସବୁ ମିଛ କହୁଛନ୍ତି। ଏକା ବାବା ହିଁ ସତ୍ୟ କହିଥାନ୍ତି। ଏବେ ତୁମେ ଜାଣୁଛ ବାବା ଆସି ପ୍ରକୃତ ସତ୍ୟନାରାୟଣଙ୍କ କଥା ଶୁଣାଉଛନ୍ତି। କୃତ୍ରିମ ହୀରାମୋତି ମଧ୍ୟ ଥାଏ ନା? ଆଜିକାଲି କୃତ୍ରିମର ବହୁତ ଆଡ଼ମ୍ବର ରହିଛି। ସେଗୁଡ଼ିକର ଚମକ ସତ୍ୟଠାରୁ ମଧ୍ୟ ଭଲ ଦେଖାଯାଏ। ଏହି କୃତ୍ରିମ ପଥର ସବୁ ଭାରତରେ ପୂର୍ବରୁ ନଥିଲା, ପରେ ବିଦେଶରୁ ଆସିଛି। ଅସଲି ଓ ନକଲିକୁ ଏକାଠି ମିଶାଇ ଦେଉଛନ୍ତି, ଜଣାପଡ଼େ ନାହିଁ। ପୁଣି ଏଭଳି ଜିନିଷ ମଧ୍ୟ ବାହାରିଛି ଯାହା ସାହାଯ୍ୟରେ ପରଖିଥାନ୍ତି। ମୋତି ମଧ୍ୟ ଏଭଳି ନକଲି ବାହାରିଛି ଯେ ଟିକେ ବି ନକଲି ବୋଲି ଜଣାପଡ଼ୁନାହିଁ। ଏବେ ତୁମ ପିଲାମାନଙ୍କର କୌଣସି ବି ସନ୍ଦେହ ନାହିଁ। ସଂଶୟ ବୁଦ୍ଧି ସମ୍ପନ୍ନ ଆତ୍ମା ଏଠାକୁ ଆସନ୍ତି ନାହିଁ। ପ୍ରଦର୍ଶନୀକୁ କେତେ ଢେର ଆସୁଛନ୍ତି। ବାବା କହୁଛନ୍ତି ଏବେ ବଡ଼ ବଡ଼ ଦୋକାନ ଅର୍ଥାତ୍ ସେଣ୍ଟର ଖୋଲ। ଏହା ହିଁ ତୁମର ଏକମାତ୍ର ଅବିନାଶୀ ରୋଜଗାରର ଦୋକାନ ଅଟେ। ତୁମେ ସତ୍ୟ ଦୋକାନ ଖୋଲୁଛ। ବଡ଼ ବଡ଼ ସନ୍ନ୍ୟାସୀମାନଙ୍କର ବଡ଼ ବଡ଼ ଦୋକାନ ରହିଥାଏ, ଯେଉଁଠାକୁ ବଡ଼ ବଡ଼ ମନୁଷ୍ୟମାନେ ଯାଇଥାନ୍ତି। ତୁମେ ମଧ୍ୟ ବଡ଼ ବଡ଼ ସେଣ୍ଟର ଖୋଲ। ଭକ୍ତି ମାର୍ଗର ସାମଗ୍ରୀ ବିଲକୁଲ ଅଲଗା। ଏପରି କୁହାଯିବ ନାହିଁ ଯେ ଆରମ୍ଭରୁ ଭକ୍ତି ଚାଲି ଆସିଛି। ନା, ଜ୍ଞାନ ଦ୍ୱାରା ସଦ୍ଗତି ଅର୍ଥାତ୍ ଦିନ ହୋଇଥାଏ। ସେଠାରେ ସମ୍ପୂର୍ଣ୍ଣ ନିର୍ବିକାରୀ ବିଶ୍ୱର ମାଲିକ ଥିଲେ। ମନୁଷ୍ୟମାନଙ୍କୁ ଏକଥା ମଧ୍ୟ ଜଣା ନାହିଁ ଯେ ଏହି ଲକ୍ଷ୍ମୀ ନାରାୟଣ ବିଶ୍ୱର ମାଲିକ ଥିଲେ। ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ ଆଉ କୌଣସି ଧର୍ମ ନଥାଏ।
ପିଲାମାନେ ଗୀତ ମଧ୍ୟ ଶୁଣିଛନ୍ତି। ତୁମେ ସନ୍ତାନମାନେ ବୁଝୁଛ ଯେ ଶେଷରେ ସଙ୍ଗମର ସେହି ଦିନ ଆସି ପହଞ୍ଚିଛି, ଯାହାକି ଆମେ ଆସି ବେହଦର ବାବାଙ୍କ ସହିତ ମିଶୁଛୁ, ବେହଦର ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରୁଛୁ। ସତ୍ୟ ଯୁଗରେ ତ ଏପରି କୁହାଯିବ ନାହିଁ। ଶେଷରେ ସେହି ଦିନ ଆସିଛି। ସେମାନେ ଭାବୁଛନ୍ତି ବହୁତ ଶସ୍ୟ ହେବ, ଏପରି ହେବ। ଭାବୁଛନ୍ତି ଆମେ ସ୍ୱର୍ଗର ସ୍ଥାପନା କରୁଛୁ। ଭାବୁଛନ୍ତି ଛାତ୍ରମାନଙ୍କର ନୂଆ ରକ୍ତ ଏମାନେ ବହୁତ ସାହାଯ୍ୟ କରିବେ। ସେଥିପାଇଁ ସରକାର ସେମାନଙ୍କର ଉନ୍ନତି ପାଇଁ ବହୁତ ମେହନତ କରୁଛି। କିନ୍ତୁ ଝଗଡ଼ା କରି ପଥର ଆଦି ମଧ୍ୟ ସେହିମାନେ ହିଁ ମାରୁଛନ୍ତି। ହଙ୍ଗାମା କରିବାରେ ପ୍ରଥମେ ପ୍ରଥମେ ଛାତ୍ରମାନେ ହିଁ ଆଗରେ ରହିଥାନ୍ତି। ସେମାନେ ବହୁତ ଚତୁର ଅଟନ୍ତି। ତାଙ୍କର ନୂଆ ରକ୍ତ ବୋଲି କୁହାଯାଉଛି, କିନ୍ତୁ ନୂଆ ରକ୍ତର ତ କୌଣସି କଥା ହିଁ ନାହିଁ। ତାହା ହେଲା ରକ୍ତ ସମ୍ପର୍କ। ବର୍ତ୍ତମାନ ତୁମର ଏହା ଆତ୍ମିକ ସମ୍ପର୍କ ଅଟେ। କହିଥାନ୍ତି ନା, ବାବା ମୁଁ ଆପଣଙ୍କର 2 ମାସର ସନ୍ତାନ ଅଟେ। କେତେକ ସନ୍ତାନ ଅଲୌକିକ ଜନ୍ମଦିନ ପାଳନ କରିଥାନ୍ତି। ଈଶ୍ୱରୀୟ ଜନ୍ମଦିନ ହିଁ ପାଳନ କରିବା ଉଚିତ। ସେହି ଶାରୀରିକ ଜନ୍ମଦିନ ବାତିଲ କରିଦେବା ଉଚିତ। କହିବା ଦରକାର ଯେ ମୁଁ ବ୍ରାହ୍ମଣମାନଙ୍କୁ ହିଁ ଖୁଆଇବି। ଅଲୌକିକ ଜନ୍ମ ପାଳନ କରିବା ଉଚିତ ନା? ତାହା ହେଲା ଆସୁରୀ ଜନ୍ମ, ଏହା ହେଲା ଈଶ୍ୱରୀୟ ଜନ୍ମ। ରାତି ଦିନର ଫରକ ରହିଛି। କିନ୍ତୁ ଯେବେ ନିଶ୍ଚୟ ଆସିବ ତେବେ ହିଁ ଏହା କରିବା ସମ୍ଭବ। ଏପରି ନୁହେଁ ଈଶ୍ୱରୀୟ ଜନ୍ମ ପାଳନ କରି ପୁଣି ଯାଇ ଆସୁରୀ ଜନ୍ମରେ ପଡ଼ିବା। ଏମିତି ବି ହେଉଛି। ଈଶ୍ୱରୀୟ ଜନ୍ମ ପାଳନ କରୁ କରୁ ପୁଣି ଅଦୃଶ୍ୟ ହୋଇଯାଉଛନ୍ତି। ଆଜିକାଲି ତ ବିବାହର ବାର୍ଷିକ ଉତ୍ସବ ବି ପାଳନ କରୁଛନ୍ତି। ବିବାହକୁ ଯେପରି ଭଲ ଶୁଭ କାର୍ଯ୍ୟ ବୋଲି ଭାବୁଛନ୍ତି। ନର୍କକୁ ଯିବାର ଦିନକୁ ମଧ୍ୟ ପାଳନ କରୁଛନ୍ତି। ଆଶ୍ଚର୍ଯ୍ୟ ଅଟେ ନା? ବାବା ବସି ଏହିସବୁ କଥା ବୁଝାଉଛନ୍ତି। ଏବେ ତୁମକୁ ତ ବ୍ରାହ୍ମଣମାନଙ୍କ ସହିତ ଈଶ୍ୱରୀୟ ଜନ୍ମଦିନ ହିଁ ପାଳନ କରିବାର ଅଛି। ମୁଁ ଶିବ ବାବାଙ୍କ ସନ୍ତାନ। ଏହି ସ୍ମୃତିରେ ଜନ୍ମଦିନ ପାଳନ କଲେ ଶିବ ବାବା ହିଁ ମନେ ରହିବେ। ନିଶ୍ଚୟ ବୁଦ୍ଧି ସନ୍ତାନମାନେ ହିଁ ଜନ୍ମଦିନ ପାଳନ କରିବା ଉଚିତ। ଆସୁରୀ ଜନ୍ମକୁ ଭୁଲିଯିବା ଦରକାର। ଏହି ରାୟ ମଧ୍ୟ ବାବା ଦେଉଛନ୍ତି। ଯଦି ପକ୍କା ନିଶ୍ଚୟ ବୁଦ୍ଧି ହୋଇଥିବ ତେବେ ହିଁ ହେବ। ବାସ୍ ମୁଁ ବାବାଙ୍କର ହୋଇଗଲି, ମୋର ଆଉ କେହି ନାହାନ୍ତି। ତେବେ ଅନ୍ତମତି ଅନୁସାରେ ଗତି ଅର୍ଥାତ୍ ପଦ ହୋଇଯିବ। ବାବାଙ୍କ ସ୍ମୃତିରେ ଦେହତ୍ୟାଗ କଲେ ପରଜନ୍ମ ମଧ୍ୟ ସେହିପରି ମିଳିବ। ନଚେତ୍ ଅନ୍ତକାଳରେ ଯିଏ ସ୍ତ୍ରୀକୁ ସ୍ମରଣ କରେ, ଏହା ମଧ୍ୟ ଗ୍ରନ୍ଥ ସାହେବରେ ରହିଛି। ଏଠାରେ ପୁଣି କହୁଛନ୍ତି ଅନ୍ତ ସମୟରେ ଗଙ୍ଗା କୂଳରେ ଥିବ। ଏସବୁ ହେଲା ଭକ୍ତି ମାର୍ଗର କଥା। ତୁମକୁ ବାବା କହୁଛନ୍ତି ଶରୀର ଛାଡ଼ିବା ସମୟରେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ସ୍ଥିତିରେ ଥାଅ। ବୁଦ୍ଧିରେ ବାବା ଏବଂ ଚକ୍ର ମନେ ଥାଉ। ତାହା ନିଶ୍ଚୟ ସେତେବେଳେ ହେବ ଯେତେବେଳେ ପୁରୁଷାର୍ଥ କରି ଚାଲିଥିବ। ତେବେ ତ ଅନ୍ତକାଳରେ ସ୍ମୃତି ଆସିବ। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। କାହିଁକି ନା ତୁମ ସନ୍ତାନମାନଙ୍କୁ ଏବେ ଅଶରୀରୀ ହୋଇ ଘରକୁ ଫେରିଯିବାକୁ ହେବ। ଏଠାରେ ଅଭିନୟ କରି କରି ସତ ପ୍ରଧାନରୁ ତମ ପ୍ରଧାନ ହୋଇଯାଇଛ। ଏବେ ପୁଣି ସତ ପ୍ରଧାନ ହେବାକୁ ପଡ଼ିବ। ବର୍ତ୍ତମାନ ଆତ୍ମା ହିଁ ଅପବିତ୍ର ଅଟେ। ତେବେ ଶରୀର ପୁଣି ପବିତ୍ର କିପରି ମିଳିପାରିବ? ବାବା ବହୁତ ଉଦାହରଣ ଦେଇ ବୁଝାଉଛନ୍ତି। ଯେହେତୁ ବାବା ରତ୍ନ ବ୍ୟବସାୟୀ ଅଟନ୍ତି ନା, ଖାଦ ଅଳଙ୍କାରରେ ନୁହେଁ ସୁନାରେ ମିଶିଥାଏ। 24 କ୍ୟାରେଟରୁ 22 କ୍ୟାରେଟ କରିବାକୁ ହେଲେ ରୂପା ମିଶାଇବେ। ଏବେ ତ ସୁନା ହିଁ ନାହିଁ, ସମସ୍ତଙ୍କ ଠାରୁ ନେଇ ଚାଲିଛନ୍ତି। ଆଜିକାଲି ଦେଖ ନୋଟ ମଧ୍ୟ କିପରି ତିଆରି କରୁଛନ୍ତି, କାଗଜ ବି ନାହିଁ। ପିଲାମାନେ ଜାଣିଛନ୍ତି କଳ୍ପ କଳ୍ପ ଏପରି ହୋଇ ଆସୁଛି। ପୁରା ଯାଞ୍ଚ କରୁଛନ୍ତି। ଲକର୍ସ ଆଦି ସବୁ ଖୋଲି ଚେକିଂ କରୁଛନ୍ତି। ଯେପରି କାହାର ତଲାସି ଆଦି କରାଯାଇଥାଏ ନା, ଗାୟନ ମଧ୍ୟ ରହିଛି। କାହାର ମାଟିରେ ଦବିଯିବ। ଭୀଷଣ ଅଗ୍ନିକାଣ୍ଡ ମଧ୍ୟ ହେବ। ତୁମେ ପିଲାମାନେ ଜାଣିଛ ଏସବୁ ହେବ। ସେଥିପାଇଁ ତୁମେ ଭବିଷ୍ୟତ ପାଇଁ ବ୍ୟାଗ ବ୍ୟାଗେଜ ପ୍ରସ୍ତୁତ କରୁଛ। ଆଉ କାହାକୁ କ'ଣ କିଛି ଜଣାଅଛି କି?
ତୁମକୁ ହିଁ 21 ଜନ୍ମ ପାଇଁ ସମ୍ପତ୍ତି ମିଳିଛି। ତୁମ ପଇସାରେ ହିଁ ଭାରତକୁ ସ୍ୱର୍ଗ କରୁଛନ୍ତି, ଯେଉଁଠି ପୁଣି ତୁମେ ହିଁ ନିବାସ କରିବ। ତୁମେ ପିଲାମାନେ ନିଜର ପୁରୁଷାର୍ଥ ଦ୍ୱାରା ହିଁ ନିଜେ ରାଜତିଳକ ନେଉଛ। ଦୀନବନ୍ଧୁ ବାବା ସ୍ୱର୍ଗର ମାଲିକ କରିବାକୁ ଆସିଛନ୍ତି, କିନ୍ତୁ ହେବ ତ ନିଜର ପାଠପଢ଼ା ଦ୍ୱାରା ନା, କୃପା ଅଥବା ଆଶୀର୍ବାଦ ଦ୍ୱାରା ନୁହେଁ। ପଢ଼ାଇବା ତ ହେଉଛି ଶିକ୍ଷକଙ୍କର ଧର୍ମ। କୃପାର କୌଣସି କଥା ନାହିଁ। ଶିକ୍ଷକଙ୍କୁ ସରକାରଠାରୁ ଦରମା ମିଳିଥାଏ, ସେମାନେ ତ ନିଶ୍ଚୟ ପଢ଼ାଇବେ। ଏତେ ବଡ଼ ପୁରସ୍କାର ମିଳୁଛି, ତୁମେ ପଦ୍ମା ପଦ୍ମପତି ହେଉଛ। ଶ୍ରୀକୃଷ୍ଣଙ୍କ ପାଦରେ ପଦ୍ମର ଚିହ୍ନ ଦେଇଥାନ୍ତି। ତୁମେ ଏଠାକୁ ଆସିଛ ଭବିଷ୍ୟତରେ ପଦ୍ମପତି ହେବା ପାଇଁ। ତୁମେ ବହୁତ ସୁଖୀ, ସାହୁକାର, ଅମର ହେଉଛ, କାଳ ଉପରେ ବିଜୟ ପ୍ରାପ୍ତ କରୁଛ। ଏହିସବୁ କଥାକୁ ମନୁଷ୍ୟ ବୁଝିପାରିବେ ନାହିଁ। ତୁମର ଆୟୁ ପୂରା ହୋଇଯାଉଛି, ତୁମେ ଅମର ହୋଇଯାଉଛ। ସେମାନେ ପୁଣି ପାଣ୍ଡବଙ୍କର ଲମ୍ବା ଚଉଡ଼ା ଚିତ୍ର ତିଆରି କରିଦେଇଛନ୍ତି। ଭାବୁଛନ୍ତି ପାଣ୍ଡବ ଏତେ ଡେଙ୍ଗା ଥିଲେ। ତୁମେ ହିଁ ପାଣ୍ଡବ ଅଟ। କେତେ ରାତି ଦିନର ଫରକ ରହିଛି। ମନୁଷ୍ୟ କେହି ଅତ୍ୟଧିକ ଲମ୍ବା ତ ହୋଇନଥାନ୍ତି, 6 ଫୁଟର ହିଁ ହୋଇଥାନ୍ତି। ଭକ୍ତି ମାର୍ଗରେ ପ୍ରଥମେ ଶିବ ବାବାଙ୍କର ଭକ୍ତି ହୋଇଥାଏ। ବାବାଙ୍କ ଚିତ୍ରକୁ ତ ବଡ଼ କରି ତିଆରି କରିବେ ନାହିଁ। ପ୍ରଥମେ ଶିବ ବାବାଙ୍କର ଅବ୍ୟଭିଚାରୀ ଭକ୍ତି ହେଉଛି, ପୁଣି ଦେବତାମାନଙ୍କର ମୂର୍ତ୍ତି ତିଆରି କରୁଛନ୍ତି, ତାଙ୍କର ପୁଣି ବଡ଼ ବଡ଼ ଚିତ୍ର ତିଆରି କରୁଛନ୍ତି, ପୁଣି ପାଣ୍ଡବମାନଙ୍କର ବଡ଼ ବଡ଼ ଚିତ୍ର କରିଦେଉଛନ୍ତି। ପୂଜା ନିମନ୍ତେ ହିଁ ଏସବୁ ଚିତ୍ର ତିଆରି କରୁଛନ୍ତି। 12 ମାସରେ ଥରେ ଲକ୍ଷ୍ମୀଙ୍କର ପୂଜା କରୁଛନ୍ତି। ଜଗତ ଅମ୍ବାଙ୍କର ପୂଜା ପ୍ରତ୍ୟହ କରୁଛନ୍ତି। ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ ତୁମର ଡବଲ ପୂଜା ହେଉଛି। ମୋର ତ କେବଳ ଆତ୍ମା ଅଥବା ଲିଙ୍ଗର ହିଁ ପୂଜା ହେଉଛି। ତୁମର ଶାଳଗ୍ରାମ ରୂପରେ ଏବଂ ଦେବତା ରୂପରେ ମଧ୍ୟ ପୂଜା ହେଉଛି। ରୁଦ୍ର ଯଜ୍ଞ ରଚନା କଲେ କେତେ ଶାଳଗ୍ରାମ ତିଆରି କରୁଛନ୍ତି। ତେଣୁ କିଏ ବଡ଼ ହେଲେ? ସେଥିପାଇଁ ବାବା ସନ୍ତାନମାନଙ୍କୁ ନମସ୍କାର କରୁଛନ୍ତି, କେତେ ଉଚ୍ଚପଦ ପ୍ରାପ୍ତ କରାଉଛନ୍ତି। ବାବା କେତେ ଗହନ ଗହନ କଥା ଶୁଣାଉଛନ୍ତି। ତେଣୁ ପିଲାମାନେ କେତେ ଖୁସି ହେବା ଉଚିତ। ଭଗବାନ ଭଗବତୀ କରାଇବା ପାଇଁ ଆମକୁ ଭଗବାନ ପଢ଼ାଉଛନ୍ତି, କେତେ ଧନ୍ୟବାଦ ଦେବା ଉଚିତ। ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ସ୍ୱପ୍ନ ମଧ୍ୟ ଭଲ ଆସିବ, ସାକ୍ଷାତକାର ମଧ୍ୟ ହେବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ନିଜର ଈଶ୍ୱରୀୟ ଆତ୍ମିକ ଜନ୍ମଦିନ ପାଳନ କରିବା ଉଚିତ। ସମସ୍ତଙ୍କ ସହିତ ଆତ୍ମିକ ସମ୍ପର୍କ ରଖିବାକୁ ହେବ। ରକ୍ତ ସମ୍ପର୍କ ନୁହେଁ। ଆସୁରୀ ଅର୍ଥାତ୍ ଶାରୀରିକ ଜନ୍ମଦିନ ପାଳନ ମଧ୍ୟ ବନ୍ଦ କରିଦେବା ଉଚିତ। ତାହା ପୁନର୍ବାର ମନେ ପଡ଼ିବା ଉଚିତ ନୁହେଁ। 2 ନମ୍ବର, ଭବିଷ୍ୟତ ପାଇଁ ନିଜର ବ୍ୟାଗେଜ ପ୍ରସ୍ତୁତ କରି ରଖିବାକୁ ହେବ। ନିଜର ଟଙ୍କା ପଇସା ଭାରତକୁ ସ୍ୱର୍ଗ କରିବା ସେବାରେ ସଫଳ କରିବାକୁ ହେବ। ନିଜର ପୁରୁଷାର୍ଥ ଦ୍ୱାରା ହିଁ ନିଜକୁ ରାଜତିଳକ ଦେବାକୁ ହେବ। ଆଜିର ବରଦାନ, ସ୍ନେହ ଏବଂ ସହଯୋଗର ବିଧି ଦ୍ୱାରା ସହଜ ଯୋଗୀ ହୁଅ। ସ୍ନେହ ଏବଂ ସହଯୋଗର ବିଧି ଦ୍ୱାରା ସହଜ ଯୋଗୀ ହୁଅ। ଡିଟେଲ୍ସ, ବାପ ଦାଦାଙ୍କୁ ପିଲାମାନଙ୍କର ସ୍ନେହ ବହୁତ ପସନ୍ଦ ଅଟେ। ତେଣୁ ଯେଉଁମାନେ ଯଜ୍ଞ ସ୍ନେହୀ ଏବଂ ସହଯୋଗୀ ହୋଇଥାନ୍ତି, ସେମାନେ ସହଯୋଗୀ ସ୍ୱତଃ ହିଁ ହୋଇଥାନ୍ତି, କାରଣ ସହଯୋଗ ହିଁ ସହଜ ଯୋଗ ଅଟେ। ଦିଲ୍ବାଲା ବାବାଙ୍କୁ ଦିଲ୍ର ସ୍ନେହ ଏବଂ ଦିଲ୍ର ସହଯୋଗ ହିଁ ପ୍ରିୟ ଅଟେ। ଛୋଟ ଦିଲ୍ବାଲା ଆତ୍ମାମାନେ ଛୋଟିଆ ସୌଦା କରି ଖୁସି ହୋଇଯାଆନ୍ତି ଏବଂ ବଡ଼ ଦିଲ୍ ଅର୍ଥାତ୍ ବିଶାଳ ହୃଦୟବାଲା ବେହଦର ସୌଦା କରିଥାନ୍ତି। ମୂଲ୍ୟ କିନ୍ତୁ ସ୍ନେହର ଅଟେ, ବସ୍ତୁର ନୁହେଁ।
ସେଥିପାଇଁ ସୁଦାମାର ଖୁଦମୁଠାର ଗାୟନ ରହିଛି। ସେହିପରି ଯଦିଓ କେହି ବହୁତ କିଛି ଦେଇଥାଉ, କିନ୍ତୁ ସ୍ନେହ ନଥିଲେ ତାହା ଜମା ହୋଇନଥାଏ। ତେଣୁ ସ୍ନେହର ସହିତ ଯଦି ଟିକିଏ ବି ଜମା କରିଥିବ, ତେବେ ତାହା ପଦ୍ମଗୁଣା ହୋଇଯିବ। ଆଜିର ସ୍ଲୋଗାନ, ସମୟ ଏବଂ ଶକ୍ତି ବ୍ୟର୍ଥରେ ନ ଯାଉ, ସେଥିପାଇଁ ପ୍ରଥମେ ଚିନ୍ତା କର, ତାପରେ କର। ସମୟ ଏବଂ ଶକ୍ତି ବ୍ୟର୍ଥରେ ନ ଯାଉ, ସେଥିପାଇଁ ପ୍ରଥମେ ଚିନ୍ତା କର, ତାପରେ କର। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ବାପ ଦାଦା ପିଲାମାନଙ୍କୁ ବିଶେଷ ଭାବରେ ଏହି ଶିକ୍ଷା ଦେଇ ଆସୁଛନ୍ତି। ପିଲାମାନେ ଏବେ ତୀବ୍ର ପୁରୁଷାର୍ଥର ଲଗନକୁ ଅଗ୍ନି ରୂପ କର, ଜ୍ୱାଳାମୁଖୀ ହୁଅ। ଯାହା ବି ସବୁ ମନର ବା ସମ୍ବନ୍ଧ ସମ୍ପର୍କର ହିସାବ କିତାବ ବାକି ରହିଯାଇଛି, ସେଗୁଡ଼ିକୁ ଜ୍ୱାଳା ସ୍ୱରୂପର ଯୋଗ ଦ୍ୱାରା ଭସ୍ମ କର। ଓମ୍ ଶାନ୍ତି।